ମାନେ ଆଜିର ତାରିଖ ହେଉଛି 8 ଏପ୍ରିଲ 2026। ଆଉ ଆଜିର ଏଇ ଗଭୀର ଆଲୋଚନା ଆରମ୍ଭ କରିବା ପୂର୍ବରୁ ଆପଣ ଟିକେ କଳ୍ପନା କରନ୍ତୁ, ଜଣେ ମଣିଷ ପାଣି ଭିତରେ ଲଗାତାର 13 ମିନିଟ୍ ଧରି ନିଜର ନିଶ୍ୱାସ ଅଟକାଇ ରଖିଛି। ହଁ, ଏଇଟା ଶୁଣିବାକୁ ତ କୌଣସି ହଲିଉଡ୍ ସୁପରହିରୋର କାହାଣୀ ଭଳି ଲାଗୁଛି। ଏକଦମ। କିନ୍ତୁ କଥା ହେଉଛି, ଏହା ସତ। ଆଉ ବର୍ତ୍ତମାନ ଭାବନ୍ତୁ, ଗୋଟିଏ ପଟେ ମଣିଷ ନିଜ ଶରୀରରେ ଏତେ ବଡ଼ ପରିବର୍ତ୍ତନ କରୁଥିବା ବେଳେ ଅନ୍ୟପଟେ ଆମର ଏକ ମହାକାଶଯାନ ଚନ୍ଦ୍ରର ସେହି ଅନ୍ଧକାର ପାର୍ଶ୍ୱ ଦେଇ ଗତି କରୁଛି, ଯାହା ଆମେ କେବେ ବି ଦେଖିନଥିଲୁ। ଆଜ୍ଞା, ଆଉ ଏସବୁ ବଡ଼ ବଡ଼ ସଫଳତା ମଝିରେ ଆମକୁ ଏକଥା ବି ଭୁଲିବା ଉଚିତ ନୁହେଁ ଯେ ପୃଥିବୀର ଗୋଟିଏ ଛୋଟିଆ ସମୁଦ୍ର ରାସ୍ତା ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ସାରା ବିଶ୍ୱର ତୈଳ ବଜାର ବର୍ତ୍ତମାନ ଭୁଷୁଡ଼ି ପଡ଼ିବାକୁ ବସିଲାଣି। ସେଇଆ ତ। ଏଇଥିପାଇଁ ଆଜି ଆମେ ଆମର ଏହି ଗଭୀର ଆଲୋଚନାରେ ମାନବ ସଭ୍ୟତାର ଏହି ଅଦ୍ଭୁତ ବିରୋଧାଭାସ ବା ପ୍ୟାରାଡକ୍ସକୁ ଖୋଲି ବିଶ୍ଳେଷଣ କରିବା। ଆମେ ଦେଖିବା ଯେ ଆମେ ଏକା ସାଙ୍ଗରେ କିପରି ଏତେ ଶକ୍ତିଶାଳୀ ଆଉ ସେହି ସମୟରେ ପୁଣି ଏତେ ଦୁର୍ବଳ ହୋଇପାଉଛୁ। ହଁ, କାରଣ ଏହି ବିରୋଧାଭାସ ହିଁ ବର୍ତ୍ତମାନର ସବୁଠାରୁ ବଡ଼ ସତ୍ୟ। ଆମେ ବୈଶ୍ୱିକ ଜ୍ଞାନକୌଶଳରେ ଯେତେ ଆଗକୁ ଗଲେ ମଧ୍ୟ ବାସ୍ତବରେ ଆମେ କେତେ ଭୟଙ୍କର ଭାବରେ ପରସ୍ପର ଉପରେ ଏବଂ ଏହି ପ୍ରକୃତି ଉପରେ ନିର୍ଭରଶୀଳ ସେଇଟା ବୁଝିବା ଦରକାର। ଠିକ୍ କହିଲେ। ଆସନ୍ତୁ ଆମ ଆଲୋଚନା ମହାକାଶରୁ ହିଁ ଆରମ୍ଭ କରିବା। ଆର୍ଟେମିସ୍ 2 ମିଶନ ଏବେ ପୁରା ଇତିହାସ ରଚିଛି। ମାନବ ଇତିହାସରେ ପୃଥିବୀଠାରୁ ସର୍ବାଧିକ ଦୂରକୁ ଯାଇଥିବା ସେହି ପୁରୁଣା ଆପୋଲୋ 13ର ରେକର୍ଡ। ହଁ, ସେ 50 ବର୍ଷ ପୁରୁଣା ରେକର୍ଡ ଏବେ ଭାଙ୍ଗି ଯାଇଛି। ବିଲକୁଲ ଭାଙ୍ଗି ଦେଇଛନ୍ତି। ଆଜି ସେମାନଙ୍କ ଯାତ୍ରାର 7ମ ଦିନ, ଆଉ ସେମାନେ ଚନ୍ଦ୍ରର ସେହି ଅଦୃଶ୍ୟ ପାର୍ଶ୍ୱ ବା ଫାର୍ ସାଇଡ୍ର ଫଟୋ ନେଇଛନ୍ତି। ଏହା ମୋତେ ଗୋଟେ ପ୍ରକାର ଏକ ମହାଜାଗତିକ ସ୍ଲିଙ୍ଗଶଟ୍ ଭଳି ଲାଗୁଛି। ଏକଦମ। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତିକୁ ବ୍ୟବହାର କରି ମହାକାଶୟାନ ନିଜକୁ ଆହୁରି ଦୂରକୁ ଠେଲି ଦେଉଛି। ଇସ୍ରୋ ମୁଖ୍ୟ ବି ଏହାର ଖୁବ୍ ପ୍ରଶଂସା କରିଛନ୍ତି। ହଁ, ଆଉ ଇସ୍ରୋ କଥା ଯେତେବେଳେ ଉଠିଲା, ମୋ ମନରେ ଗୋଟିଏ ବଡ଼ ପ୍ରଶ୍ନ ଆସୁଛି। ଆମେ ଜାଣୁ ଯେ ଇସ୍ରୋ 2040 ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବା ପାଇଁ ଲକ୍ଷ୍ୟ ରଖିଛି। ଆଜ୍ଞା ହଁ, ଗଗନୟାନ ଜରିଆରେ। ଯେ ଆମର ଗଗନଯାତ୍ରୀମାନେ ଲେହର ଅତ୍ୟନ୍ତ ଶୀତଳ ମରୁଭୂମିରେ ସେମାନଙ୍କର ଟ୍ରେନିଂ ନେଉଛନ୍ତି। ସେଠାରେ ସେମାନଙ୍କର ମାନସିକ ଚାପ ବା ଷ୍ଟ୍ରେସ୍ କୋସେଣ୍ଟ ପରୀକ୍ଷା କରାଯାଉଛି। ଏଇଟା ମୁଁ ଟିକେ ବୁଝିପାରୁନି। କେଉଁ ବିଷୟରେ? ମହାକାଶକୁ ଯିବା ପାଇଁ ହିମାଳୟର ବରଫ ଭିତରେ ରହିବାର ଆବଶ୍ୟକତା କ'ଣ? ରକେଟ୍ ତିଆରି କରିବା ଆଉ ଶୀତରେ ଥରିବା ଭିତରେ କି ସମ୍ପର୍କ ଅଛି? ଆଚ୍ଛା, ଏହାର କାରଣ ହେଉଛି ଜୀବବିଜ୍ଞାନ ଆଉ ମସ୍ତିଷ୍କର ରସାୟନ। ମହାକାଶକୁ ଯିବା କେବଳ ମେସିନ୍ କିମ୍ବା ଇଞ୍ଜିନିୟରିଂର ଖେଳ ନୁହେଁ। ଓହୋ, ମଣିଷ ଶରୀର କଥା ଆପଣ କହୁଛନ୍ତି? ହଁ, ଆପଣ ଗୋଟିଏ ବହୁତ ଅତ୍ୟାଧୁନିକ ରକେଟ୍ ତିଆରି କରିଦେବେ, କିନ୍ତୁ ତା ଭିତରେ ଯେଉଁ ମଣିଷ ବସିଛି ତାର ଶରୀର ଲକ୍ଷ ଲକ୍ଷ ବର୍ଷ ଧରି କେବଳ ପୃଥିବୀର ଏଇ ସୁବିଧାଜନକ ପରିବେଶ ପାଇଁ ତିଆରି ହୋଇଛି ନା, ମହାକାଶ ପାଇଁ ନୁହେଁ। ହଁ, ସେ କଥା ସତ। ଆମେ ଶୂନ୍ୟରେ ରହିବାକୁ ଅଭ୍ୟସ୍ତ ନୋହୁଁ। ତେଣୁ ଲେହର ଶୀତଳ ମରୁଭୂମିରେ କ'ଣ ହୁଏ? ସେଠାରେ ଅମ୍ଳଜାନର ସ୍ତର ବହୁତ କମ୍ ଥାଏ। ଯେତେବେଳେ ମସ୍ତିଷ୍କକୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳେ ନାହିଁ, ସେତେବେଳେ ଶରୀରରେ ହାଇପୋକ୍ସିଆ ଅବସ୍ଥା ସୃଷ୍ଟି ହୁଏ। ହାଇପୋକ୍ସିଆ? ବାପରେ। ଯଦି ମହାକାଶରେ କୌଣସି ଜରୁରୀକାଳୀନ ପରିସ୍ଥିତି ଆସେ ଆଉ ଗଗନଯାତ୍ରୀ ଡରିଯାଆନ୍ତି କିମ୍ବା ଠିକ୍ ସମୟରେ ସୁଇଚ୍ ନ ଦବାନ୍ତି, ତେବେ ସବୁକିଛି ସରିଯିବ, ପୁରା ମିଶନ ଫେଲ୍ ହେଇଯିବ। ଆଚ୍ଛା, ବର୍ତ୍ତମାନ ମୁଁ ବୁଝିଲି। ମହାକାଶର ସେହି ଅସୀମ ଶୂନ୍ୟତା ଭିତରେ ଏକୁଟିଆ ରହିବା ଆଉ କଠିନ ପରିସ୍ଥିତିରେ ନିଜ ସ୍ନାୟୁକୁ ନିୟନ୍ତ୍ରଣରେ ରଖିବାଟା ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ବିଲକୁଲ। ଲେହର ସେହି ରୁକ୍ଷ ପରିବେଶ ପ୍ରାକୃତିକ ଭାବରେ ସେହି ଶାରୀରିକ ଏବଂ ମାନସିକ ଆତଙ୍କକୁ ସୃଷ୍ଟି କରେ, ଯାହା ମହାକାଶରେ ହୋଇପାରେ। ଇସ୍ରୋ ବାସ୍ତବରେ ଦେଖିବାକୁ ଚାହୁଁଛି ଯେ ଅମ୍ଳଜାନ ଅଭାବରେ ଗଗନଯାତ୍ରୀଙ୍କ ହର୍ମୋନ୍ କିପରି ପରିବର୍ତ୍ତିତ ହେଉଛି। ସେମାନେ ନିଜକୁ ଶାନ୍ତ ରଖିପାରୁଛନ୍ତି କି ନାହିଁ? ହଁ, ଆର୍ଟେମିସ୍ 2ର ସଫଳତା ତ ଆମକୁ ଦେଖାଇଦେଲା ଯେ ଟେକ୍ନୋଲୋଜିରେ ସୀମା ଅତିକ୍ରମ କରାଯାଇପାରିବ। କିନ୍ତୁ ଭାରତ ଏବେ ସେହି ଚରମ ସୀମା ପାଇଁ ଆମ ମଣିଷ ଶରୀରକୁ ପ୍ରସ୍ତୁତ କରୁଛି। ଠିକ୍ ଅଛି, ମୁଁ ଏବେ ବୁଝିଲି ଯେ ଆମେ ବାହାରକୁ ଯିବା ପାଇଁ ଭିତରକୁ କେତେ ପ୍ରସ୍ତୁତ କରୁଛୁ। କିନ୍ତୁ ଏବେ ଆମେ ଟିକେ ପୃଥିବୀକୁ ଫେରିଆସିବା ବୋଲି ମୁଁ ଭାବୁଛି। ନିଶ୍ଚୟ, ପୃଥିବୀର ବାସ୍ତବତା ବି କିଛି କମ୍ ଆଶ୍ଚର୍ଯ୍ୟଜନକ ନୁହେଁ। ହଁ, କାରଣ ଯେତେବେଳେ ଆମେ ମହାକାଶରୁ ତଳକୁ ଅନାଉ, ସେତେବେଳେ ଆମକୁ ଜଣାପଡ଼େ ଯେ ଏହି ବିଶାଳ ସଭ୍ୟତାକୁ ବଞ୍ଚାଇ ରଖିବା ପାଇଁ ଆମକୁ ଅପାର ଶକ୍ତି ବା ଏନର୍ଜି ଦରକାର। ଆଉ ଶକ୍ତିର ଉତ୍ସକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଗୋଟିଏ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
ଆପଣ ସେହି ଆମେରିକା ଇସ୍ରାଏଲ ଆଉ ଇରାନ ସଙ୍କଟ କଥା କହୁଛନ୍ତି ତ? ହଁ ଆଜ୍ଞା, ଏହା ଏକ ଭୟଙ୍କର ଭୂ-ରାଜନୈତିକ ସଙ୍କଟ। ଆମେରିକା ଓ ଇସ୍ରାଏଲ ମିଶି ଇରାନର ପ୍ରମୁଖ ତୈଳ ରପ୍ତାନୀ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି। ହୋର୍ମୁଜ ପ୍ରଣାଳୀକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ବି ଦେଇସାରିଲେଣି। ହଁ, ସେହି ଅଞ୍ଚଳରେ ଏବେ ଉତ୍ତେଜନା ଚରମ ସୀମାରେ ଅଛି। ଗଲ୍ଫ ରାଷ୍ଟ୍ରଗୁଡ଼ିକ ପୁରା ଆତଙ୍କିତ ଅବସ୍ଥାରେ ଅଛନ୍ତି। ଓ ଯୁଦ୍ଧ ଭୟରେ ପାଖାପାଖି 10,000ରୁ ଅଧିକ ବିମାନ ଉଡ଼ାଣ ବାତିଲ ହେଲାଣି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଠିକ୍ ଏତିକିବେଳେ ଭାରତରେ ଏକ ବଡ଼ ବୈଜ୍ଞାନିକ ଉପଲବ୍ଧି ଘଟିଛି। ତାମିଲନାଡୁର କଳ୍ପାକମ୍ଠାରେ ଥିବା ଆମର PFBR ବା ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର ରିଆକ୍ଟର କ୍ରିଟିକାଲିଟି ହାସଲ କରିଛି। ଏହା ଭାରତର ଆଣବିକ ଶକ୍ତି କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ। ମୋତେ ଏହା ଏକ ବିରାଟ ବଡ଼ ସ୍ପ୍ଲିଟ୍ ସ୍କ୍ରିନ୍ ବାସ୍ତବତା ଭଳି ଲାଗୁଛି। ଗୋଟିଏ ପଟେ ଆମେ କଳ୍ପାକମ୍ରେ ସ୍ୱଚ୍ଛ ଆଣବିକ ଶକ୍ତି ତିଆରି କରୁଛୁ, ଆଉ ଅନ୍ୟପଟେ ତୈଳ ପାଇଁ ସମ୍ପୂର୍ଣ୍ଣ ସଭ୍ୟତା ବିପଦରେ ପଡ଼ିଛି। ଆପଣ ପ୍ରଥମେ ଆମକୁ ଏହି ଇରାନ ସଙ୍କଟର ଗଭୀରତା ବୁଝାନ୍ତୁ। ମାନେ ଏଇ ହର୍ମୁଜ ପ୍ରଣାଳୀ ଏତେ ଛୋଟ ଜାଗା ହୋଇ ବି ସାରା ଦୁନିଆକୁ କିପରି ଅଟକାଇ ଦେଇପାରେ? ଏହାର ମୂଳ କାରଣ ହେଉଛି ଭୂଗୋଳ ଆଉ ଆମ ସମ୍ବଳର ଅସମାନ ବଣ୍ଟନ। ଆମେ କୌଣସି ରାଜନୈତିକ ପକ୍ଷ ନ ନେଇ କେବଳ ତଥ୍ୟ ଉପରେ ଯଦି ଦେଖିବା, ତେବେ ହର୍ମୁଜ ପ୍ରଣାଳୀ ହେଉଛି ଓମାନ ଏବଂ ଇରାନ ମଧ୍ୟରେ ଥିବା ଏକ ଅତି ସଂକୀର୍ଣ୍ଣ ଜଳପଥ। ବହୁତ ସଂକୀର୍ଣ୍ଣ ନା? ମାତ୍ର କିଛି କିଲୋମିଟର ଓସାରିଆ ବୋଧେ। ଆଜ୍ଞା, କିନ୍ତୁ ସମସ୍ୟା ହେଉଛି ବିଶ୍ୱର ପ୍ରାୟ 20-30% ଅଶୋଧିତ ତୈଳ ଏହି ଗୋଟିଏ ଛୋଟ ରାସ୍ତା ଦେଇ ବଡ଼ ବଡ଼ ଜାହାଜରେ ଯାତାୟାତ କରେ। ଏହାକୁ ଭୂ-ରାଜନୀତିରେ ଚୋକ୍ ପଏଣ୍ଟ କୁହାଯାଏ। ଚୋକ୍ ପଏଣ୍ଟ ମାନେ? ଯେମିତି କାହାର ବେକ ଚିପି ଧରିବା? ଏକଦମ ସେମିତି। ଯଦି କେହି ଏହି ଗୋଟିଏ ଜାଗାରେ ଠିଆ ହୋଇଯିବ, ତେବେ ସାରା ବିଶ୍ୱର ଶିରାପ୍ରଶିରାରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଯିବ, ମାନେ ତୈଳ ଯୋଗାଣ ବନ୍ଦ। ଯେତେବେଳେ ସେଠାରେ ଗୋଟିଏ ବି କ୍ଷେପଣାସ୍ତ୍ର ମାଡ଼ ହୁଏ, ବିମାନ କମ୍ପାନୀଗୁଡ଼ିକ ଭୟଭୀତ ହୋଇ ଉଡ଼ାଣ ବାତିଲ କରନ୍ତି। ଆଉ ବୀମା କମ୍ପାନୀଗୁଡ଼ିକ ବି ଜାହାଜର ଇନ୍ସୁରାନ୍ସ ବଢ଼ାଇ ଦିଅନ୍ତି। ହଁ, ଫଳରେ ରାତାରାତି ପେଟ୍ରୋଲ, ଡିଜେଲ ଏବଂ ଟ୍ରାନ୍ସପୋର୍ଟର ଦାମ ଆକାଶଛୁଆଁ ହୋଇଯାଏ। ଏହା ହିଁ ପ୍ରମାଣ କରେ ଯେ ଆମର ଆଧୁନିକ ଅର୍ଥନୀତି କେତେ ଦୁର୍ବଳ ଭିତ୍ତିଭୂମି ଉପରେ ଠିଆ ହୋଇଛି। ତାମାନେ ଏହା ଗୋଟିଏ ସୂତାରେ ଝୁଲୁଥିବା ଖଣ୍ଡା ଭଳି କଥା ହେଲା। ଆଉ ସେଇଥିପାଇଁ ବୋଧେ ଆମକୁ ଅନ୍ୟ ବିକଳ୍ପ ଦରକାର। ଏଇ ଯେମିତି ଭାରତ ପାଇଁ ହିଁ କଳ୍ପାକମ୍ର ଫାଷ୍ଟ ବ୍ରିଡର ରିଆକ୍ଟରର ସଫଳତା ଏତେ ଗୁରୁତ୍ୱପୂର୍ଣ୍ଣ। ନିଶ୍ଚିତ ଭାବରେ। କିନ୍ତୁ ଆପଣ ଟିକେ ବୁଝାନ୍ତୁ, ଏଇ ଫାଷ୍ଟ ବ୍ରିଡର କ'ଣ? ମୁଁ ପଢ଼ିଥିଲି ଯେ ଏହା ସାଧାରଣ ରିଆକ୍ଟର ଠାରୁ ଟିକେ ଅଲଗା। ଆମ ଶ୍ରୋତାମାନଙ୍କ ପାଇଁ ଏହାକୁ ସହଜରେ କିପରି ବୁଝାଇବେ? ଦେଖନ୍ତୁ, ସାଧାରଣ ଆଣବିକ ରିଆକ୍ଟରରେ ଆମେ ୟୁରେନିୟମ ବ୍ୟବହାର କରୁ, ଆଉ ତାହା ଜଳିଗଲା ପରେ ବର୍ଜ୍ୟବସ୍ତୁ ବାହାରେ, ଯାହାକୁ ଆମେ ଆଉ ବ୍ୟବହାର କରିପାରୁନାହୁଁ। କିନ୍ତୁ ଗୋଟିଏ ବ୍ରିଡର ରିଆକ୍ଟରର ବିଶେଷତ୍ୱ ହେଉଛି ଏହା ଯେତିକି ଇନ୍ଧନ ବ୍ୟବହାର କରେ, ତାଠାରୁ ଅଧିକ ନୂଆ ଇନ୍ଧନ ତିଆରି କରେ। ଟିକେ ରୁହନ୍ତୁ, ଯେତିକି ଖର୍ଚ୍ଚ କରେ ତାଠୁ ଅଧିକ ତିଆରି କରେ? ଏହା ଶୁଣିବାକୁ ତ ପୁରା ଅସମ୍ଭବ ଲାଗୁଛି। ଏମିତି କେମିତି ହବ? ମୁଁ ଜାଣେ, ଏହା ମ୍ୟାଜିକ୍ ଭଳି ଲାଗେ, କିନ୍ତୁ ଏହା ବିଜ୍ଞାନ। ହୁଏ କ'ଣ କି, ଏହା ରିଆକ୍ଟର ଭିତରେ ବଳକା ଥିବା ଅଦରକାରୀ ୟୁରାନିୟମ୍ 238କୁ ଏକ ଜଟିଳ ନ୍ୟୁକ୍ଲିୟର ରିଆକ୍ସନ ମାଧ୍ୟମରେ ପ୍ଲୁଟୋନିୟମ୍ 239ରେ ପରିଣତ କରିଦିଏ। ଆଚ୍ଛା, ଆଉ ସେଇ ପ୍ଲୁଟୋନିୟମଟା ପୁଣି ଇନ୍ଧନ ଭାବେ କାମ କରେ? ଏକଦମ। ପ୍ଲୁଟୋନିୟମ୍ ଏକ ଉତ୍କୃଷ୍ଟ ଇନ୍ଧନ। ଏଠାରେ କଳ୍ପାକମ୍ରେ ଯେଉଁ କ୍ରିଟିକାଲିଟି ହାସଲ ହୋଇଛି, ତାହାର ଅର୍ଥ ହେଲା ଏହି ପ୍ରକ୍ରିୟା ଏବେ ସଫଳତାର ସହ ନିଜକୁ ନିଜେ ସନ୍ତୁଳିତ କରି ଚାଲିବା ଆରମ୍ଭ କରିଦେଇଛି। ବାଃ, ମାନେ ଏହା ତ ଗୋଟେ ଯାଦୁକରୀ ଚୁଲି ଭଳି ହେଲା। ଆପଣ ଗୋଟିଏ କାଠଗଡ଼ା ଜାଳିଲେ, ଆଉ ତାହା ଜଳି ସାରିବା ପରେ ପାଉଁଶରୁ 2ଟି ନୂଆ କାଠଗଡ଼ା ବାହାରି ଆସିଲା। ହଁ, ଉଦାହରଣଟି ବହୁତ ସଠିକ୍। ଯଦି ଆମେ ଏହାକୁ ବଡ଼ ସ୍ତରରେ କରିପାରିବା, ତେବେ ତ ଆମକୁ ଆଉ ସେହି ହର୍ମୁଜ ପ୍ରଣାଳୀ ଦେଇ ଆସୁଥିବା ତୈଳ ଜାହାଜ ଉପରେ ଏତେ ନିର୍ଭର କରିବାକୁ ପଡ଼ିବ ନାହିଁ। ଭାରତର 100 ଜିଗାୱାଟ୍ ଆଣବିକ ଲକ୍ଷ୍ୟ ଏବଂ 2025ର ଆଟମିକ୍ ଏନର୍ଜି ବିଲ୍ ପଛରେ ଏହା ହିଁ ମୂଳ ଉଦ୍ଦେଶ୍ୟ ଥିଲା ବୋଧହୁଏ। ହଁ ଆଜ୍ଞା, ସବୁଠାରୁ ବଡ଼ କଥା ହେଉଛି ଏନର୍ଜି ଇଣ୍ଡିପେଣ୍ଡେନ୍ସ ବା ଶକ୍ତି କ୍ଷେତ୍ରରେ ସ୍ୱାଧୀନତା। ଯେତେବେଳେ ଆମେ ଶକ୍ତି ପାଇଁ ସ୍ୱାବଲମ୍ବୀ ହେବା, ସେତେବେଳେ ବିଶ୍ୱର ଯେକୌଣସି ଯୁଦ୍ଧ ଆମ ଅର୍ଥନୀତିକୁ ସହଜରେ ଦୋହଲାଇ ପାରିବା ନାହିଁ। ସତ କଥା। ତେବେ ଏଠାରୁ ଆମେ ଗୋଟିଏ ବହୁତ ରୋଚକ ଦିଗକୁ ଯିବା ବୋଲି ମୁଁ ଭାବୁଛି। ଆଚ୍ଛା, କେଉଁ ଦିଗକୁ? ମାନେ ଆମେ ଏତେବେଳେ ଯାଏଁ ଦେଖିଲେ ମହାକାଶରେ ପ୍ରସ୍ତୁତି ଆଉ ଆନ୍ତର୍ଜାତିକ ଯୁଦ୍ଧ କଥା। କିନ୍ତୁ ଏବେ ଟିକେ ଭାବନ୍ତୁ ଜଣେ ସାଧାରଣ ଲୋକ କଥା। ହଁ, ସାଧାରଣ ମଣିଷ ଉପରେ ଏହାର କ'ଣ ପ୍ରଭାବ ପଡ଼ୁଛି? ଏକଦମ। ଯେତେବେଳେ ଗ୍ଲୋବାଲ ସ୍ତରରେ ଏତେ ସବୁ ବିଶୃଙ୍ଖଳା ଲାଗି ରହିଛି,
ଯୁଦ୍ଧର ଭୟ ଘାରୁଛି, ଷ୍ଟକ୍ ମାର୍କେଟ ଖସୁଛି, ସେତେବେଳେ ସାଧାରଣ ମଣିଷ କ'ଣ କରେ? ଯଦି ଆମେ ଓଡ଼ିଶାର ଖବର ଉପରେ ନଜର ପକାଇବା, ଏବେ ରାଜ୍ୟରେ ଓଡ଼ିଆ ପକ୍ଷ 2026 ପାଳନ କରାଯାଉଛି। ହଁ, ମୁଁ ବି ଖବରରେ ଦେଖୁଥିଲି। ଭୁବନେଶ୍ୱରର ରାଜମହଲ ଛକରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଦୋକାନଗୁଡ଼ିକରେ ଓଡ଼ିଆ ନାମଫଳକ ଲଗାଇବା ଅଭିଯାନ ଚାଲିଛି। ଅନୁଗୋଡ଼ରେ ଲୋକେ ଐତିହ୍ୟ ଗଣଦୌଡ଼ ବା ହେରିଟେଜ୍ ୱାକ୍ରେ ସାମିଲ ହେଉଛନ୍ତି। ଆଉ ଭିତ୍ତିଭୂମି ବିକାଶ ବି ତ ଚାଲିଛି। ହଁ, ସୁବର୍ଣ୍ଣପୁର ଜିଲ୍ଲାର 989ଟି ଗ୍ରାମ ମଧ୍ୟରୁ 608ଟିରେ ଆସନ୍ତା ନଭେମ୍ବର ସୁଦ୍ଧା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ସରିବ ବୋଲି ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏତିକିବେଳେ ଅନ୍ୟ ଏକ ଦୃଶ୍ୟ ବି ଅଛି। କିଏ ଦୃଶ୍ୟ? କେନ୍ଦୁଝରର ପାଟଣାରେ ପ୍ରବଳ କୁଆପଥର ମାଡ଼ରେ ଗରିବ ଲୋକଙ୍କ ଘରର ଛପର ଉଡ଼ିଯାଉଛି। ଆଉ ନବରଙ୍ଗପୁରରେ ପୋଖରୀ ଶୁଖିଯାଇ ଲୋକେ ଟୋପାଏ ପାଣି ପାଇଁ ଡଳବିକଳ ହେଉଛନ୍ତି। ହଁ, ପାଣି ସମସ୍ୟା ତ ଏବେ ବହୁତ ବଢ଼ିଗଲାଣି। ତେଣୁ ମୋର ପ୍ରଶ୍ନ ହେଉଛି, ବିଶ୍ୱସ୍ତରରେ ଯୁଦ୍ଧର ଭୟ ଥିବାବେଳେ ଜଣେ ଚାଷୀ ପାଇଁ ଏଇ କୁଆପଥର ମାଡ଼ କିମ୍ବା ଜଳ ସଙ୍କଟ ବୋଧହୁଏ ସବୁଠାରୁ ବଡ଼ ଯୁଦ୍ଧ। ଆଉ ଯେତେବେଳେ ପୋଖରୀରେ ପାଣି ନାହିଁ, ମୁଣ୍ଡ ଉପରେ ଛାତ ନାହିଁ, ସେତେବେଳେ ରାସ୍ତାକଡ଼ର ବୋର୍ଡରେ ମାତୃଭାଷା ଲେଖିବା କିମ୍ବା ଏଇ ଐତିହ୍ୟ ଗଣଦୌଡ଼ କରିବାର ଅର୍ଥ କ'ଣ? ଏହା କ'ଣ କେବଳ ଲୋକଙ୍କ ଧ୍ୟାନ ବାଣ୍ଟିବା ପାଇଁ ଏକ ପ୍ରୟାସ? ନା ନା, ଏହାକୁ ଆପଣ ସେମିତି ଦେଖିପାରିବେ ନାହିଁ। ଏହା ଏକ ଖୁବ୍ ଗଭୀର ପ୍ରଶ୍ନ ଆଜ୍ଞା। ଯଦି ଆମେ ସମାଜ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଏହା ଧ୍ୟାନ ବାଣ୍ଟିବା ନୁହେଁ। ଏହା ହେଉଛି ନିଜକୁ ଏକାଠି କରିବାର ଏକ ମାଧ୍ୟମ। ଏକାଠି କରିବାର ମାଧ୍ୟମ? ସେଟା କେମିତି? ଦେଖନ୍ତୁ, ମଣିଷର ଏକ ସ୍ୱଭାବ ଅଛି। ଯେତେବେଳେ ବାହାର ଦୁନିଆରେ ଜିନିଷଗୁଡ଼ିକ ତାର ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ଯେମିତିକି ଆକାଶରୁ କୁଆପଥର ପଡ଼ିବା କିମ୍ବା ବିଶ୍ୱରେ ଯୁଦ୍ଧ ଲାଗିବା, ସେତେବେଳେ ସେ ସେହି ଜିନିଷ ଉପରେ ଅଧିକ ଧ୍ୟାନ ଦିଏ ଯାହାକୁ ସେ ନିୟନ୍ତ୍ରଣ କରିପାରିବ। ଆଚ୍ଛା, ଯାହା ତାର ହାତମୁଠାରେ ଅଛି। ବିଲକୁଲ। ସାଂସ୍କୃତିକ ପରିଚୟ, ନିଜ ଭାଷା କିମ୍ବା ନିଜ ଗାଁର ସ୍କୁଲ ତିଆରି କରିବା, ଏଗୁଡ଼ିକ ହେଉଛି ଲୋକଙ୍କ ପାଇଁ ଏକ ମାନସିକ ଆଶ୍ରୟସ୍ଥଳୀ ବା ସାଇକୋଲୋଜିକାଲ ଆଙ୍କର। ନବରଙ୍ଗପୁରର ଗାଁରେ ଯେତେବେଳେ ପୋଖରୀ ଶୁଖିଯାଏ, ସେହି ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ଏକାଠି ହେବାକୁ ପଡ଼ିବ। ଆଉ ସେମାନଙ୍କୁ କେଉଁ ଜିନିଷ ଏକାଠି କରିବ? ସେମାନଙ୍କର ସାଧାରଣ ପରିଚୟ ଆଉ ସଂସ୍କୃତି ହିଁ ଏକାଠି କରିବ। ଏକଦମ ଠିକ୍। ତେଣୁ ଓଡ଼ିଆ ପକ୍ଷ ଭଳି କାର୍ଯ୍ୟକ୍ରମଗୁଡ଼ିକ କେବଳ ଉତ୍ସବ ନୁହେଁ, ଏହା ହେଉଛି ସମାଜକୁ ଏକଜୁଟ କରିବାର ଏକ ସାମାଜିକ ଗୁନ୍ଥନ ପ୍ରକ୍ରିୟା, ଯାହା ଏମିତି ସଙ୍କଟ ସମୟରେ ଲୋକଙ୍କୁ ଭାଙ୍ଗିଯିବାରୁ ବଞ୍ଚାଏ। ବାଃ, ଏହା ଶୁଣିବାକୁ ବହୁତ ଯୁକ୍ତିଯୁକ୍ତ ଲାଗୁଛି। ଆପଣ କହିବାକୁ ଚାହୁଁଛନ୍ତି ଯେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ଗୋଟିଏ ପ୍ରକାର ସର୍ଭାଇଭାଲ ଇନଷ୍ଟିଙ୍କ୍ଟ ବା ତିଷ୍ଠି ରହିବାର ଏକ ଅସ୍ତ୍ର। ହଁ, ନିଜ ଅସ୍ତିତ୍ୱକୁ ବଞ୍ଚାଣି ରଖିବାର ଏକ ଜିଦ୍ କହିପାରିବେ। କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବା ପାଇଁ ମଣିଷ ତ କେବଳ ନିଜ ସଂସ୍କୃତି ବଦଳାଉ ନାହିଁ, ବରଂ ଆମେ ଏବେ ଦେଖୁଛୁ ଯେ ମଣିଷ ନିଜର ବୈଷୟିକ ଜ୍ଞାନ ଆଉ ନିଜର ଜୀବବିଜ୍ଞାନକୁ ମଧ୍ୟ ବଦଳାଇବା ଆରମ୍ଭ କରିଦେଲାଣି। ହଁ, ସେଟା ଆହୁରି ଆଶ୍ଚର୍ଯ୍ୟଜନକ। ଆମ ପାଖରେ ଥିବା ରିପୋର୍ଟ ଦେଖନ୍ତୁ। ଆଇଆଇଟି ଗୁଆହାଟୀର ଗବେଷକମାନେ ଏବେ ନିର୍ମାଣ ବର୍ଜ୍ୟବସ୍ତୁରୁ ଅର୍ଥାତ୍ ଭଙ୍ଗା କୋଠାର ଆବର୍ଜନାରୁ 3D ପ୍ରିଣ୍ଟେଡ୍ ଆସବାବପତ୍ର ତିଆରି କରିବା ଆରମ୍ଭ କଲେଣି। ବର୍ଜ୍ୟବସ୍ତୁରୁ ଫର୍ଣ୍ଣିଚର? ଏହା ତ ଖୁବ୍ ଭଲ କଥା। ଆଉ ଖାଲି ସେତିକି ନୁହେଁ, ଜାପାନରେ ଏକ 3D ପ୍ରିଣ୍ଟେଡ୍ 2 ମହଲା ଘର ଅତ୍ୟନ୍ତ କଠୋର ଭୂକମ୍ପ ମାନଦଣ୍ଡକୁ ସଫଳତାର ସହ ପାର କରିପାରିଛି। ସେଠାର ଭୂକମ୍ପ ହେଲେ ବି ସେ ଘର ଭାଙ୍ଗିବନି। ଦେଖନ୍ତୁ, ଏହା ହେଉଛି ମଣିଷର ଉଦ୍ଭାବନ କ୍ଷମତାର ସବୁଠାରୁ ବଡ଼ ପ୍ରମାଣ। ଆମେ ଜାଣୁ ଯେ ପୃଥିବୀର ସମ୍ବଳ ସରି ସରି ଆସୁଛି ଏବଂ ପ୍ରାକୃତିକ ବିପର୍ଯ୍ୟୟ ବି ବଢ଼ୁଛି। ହଁ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ତ ସବୁବେଳେ ସମସ୍ୟା। ତେଣୁ ଆମେ ଆବର୍ଜନାକୁ ସମ୍ପଦରେ ପରିଣତ କରୁଛୁ, ଏମିତି ଘର ତିଆରି କରୁଛୁ ଯାହା ଭୂକମ୍ପରେ ଭାଙ୍ଗିବ ନାହିଁ। ଏହା ଆମର ଏକ ପ୍ରକାର ବୌଦ୍ଧିକ ବିବର୍ତ୍ତନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେଇଟା ତ ମୁଁ ମାନିଲି। ଟେକ୍ନୋଲୋଜି ମାଧ୍ୟମରେ ଆମେ ଏହା କରିପାରୁଛୁ ଆଉ କରୁଛୁ ମଧ୍ୟ। କିନ୍ତୁ ମୋତେ ଯେଉଁ କଥାଟା ବିଶ୍ୱାସ ହେଉନି, ସେଇଟା ହେଲା ଆମ ଶରୀର ଭିତରେ ହେଉଥିବା ପରିବର୍ତ୍ତନ। ଆଚ୍ଛା, ଆପଣ ସେହି ଜେନେଟିକ୍ ଅଧ୍ୟୟନ କଥା କହୁଛନ୍ତି? ଆଜ୍ଞା, ଗୋଟିଏ ନୂଆ ଅଧ୍ୟୟନ ଅନୁସାରେ ଆମ ଆଖିର ଦୃଷ୍ଟିଶକ୍ତି କିପରି ବିବର୍ତ୍ତିତ ହୁଏ ସେ ନେଇ ତଥ୍ୟ ମିଳିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର ଖବର ହେଉଛି ସେହି ସୁପର ଡାଇଭର୍ସମାନଙ୍କର। ହୋ, ସେହି ବାଜାଉ ଜନଜାତିର ଲୋକମାନଙ୍କ କଥା? ହଁ, କୁହାଯାଉଛି ଯେ ବାଜାଉ ଲୋକମାନେ ପାଣି ଭିତରେ 200 ଫୁଟ ଗଭୀରରେ ଲଗାତାର 13 ମିନିଟ୍ ପର୍ଯ୍ୟନ୍ତ ନିଶ୍ୱାସ ଅଟକାଇ ରଖିପାରୁଛନ୍ତି। ମୋତେ ତ ଏକଥା ଜମା ବି ହଜମ ହେଉନି। ଆମେ ତ ଗାଧୁଆ ଘରେ ବାଲ୍ଟି ପାଣିରେ ମୁଣ୍ଡ ବୁଡ଼େଇଲେ 30 ସେକେଣ୍ଡରେ ନିଶ୍ୱାସ ବନ୍ଦ ହେଇଯାଏ। ହଁ, ସାଧାରଣ ମଣିଷ ପାଇଁ ତ ଏହା ଅସମ୍ଭବ। ଆଉ ବିଜ୍ଞାନ ଅନୁସାରେ ବି
2-3 ମିନିଟ୍ ଅମ୍ଳଜାନ ନ ପାଇଲେ ମସ୍ତିଷ୍କର କୋଷ ମରିବା ଆରମ୍ଭ କରିଦିଏ ବୋଲି ମୁଁ ଜାଣିଛି। ତେବେ ଏମାନେ 13 ମିନିଟ୍ କିପରି ବଞ୍ଚୁଛନ୍ତି? ମାନେ ହଲିଉଡର ଆକ୍ୱାମ୍ୟାନ୍ ଭଳି କୌଣସି ଯାଦୁ ଅଛି କି ଆ ପଛରେ? ନା, ଏଥିରେ କୌଣସି ଯାଦୁ ନାହିଁ। ଏହା ହେଉଛି ସୁଦ୍ଧା ଜେନେଟିକ୍ ମ୍ୟୁଟେସନ୍ ଆଜ୍ଞା। ଯେତେବେଳେ ଗୋଟିଏ ସମ୍ପ୍ରଦାୟ ହଜାର ହଜାର ବର୍ଷ ଧରି ସମୁଦ୍ର ଭିତରେ ଶିକାର କରି ବଞ୍ଚନ୍ତି, ପ୍ରକୃତି ଆପେ ଆପେ ସେମାନଙ୍କର ଡିଏନ୍ଏରେ ପରିବର୍ତ୍ତନ ଆଣିଦିଏ। ମାନେ ପ୍ରକୃତି ନିଜେ ସେମାନଙ୍କ ଶରୀରକୁ ବଦଳାଇ ଦେଇଛି। ବିଲକୁଲ। ଏହି ବାଜାଉ ଲୋକମାନଙ୍କ କ୍ଷେତ୍ରରେ କ'ଣ ହୋଇଛି, ସେମାନଙ୍କର ପ୍ଲିହା ବା ସ୍ପ୍ଲିନ୍ର ଆକାର ସାଧାରଣ ମଣିଷ ତୁଳନାରେ 50% ଅଧିକ ବଡ଼। ଲିହା? ସେଇଟା କ'ଣ କରେ? ଆମ ଶରୀରରେ ପ୍ଲିହା ହେଉଛି ସେହି ଅଙ୍ଗ ଯାହା ଅମ୍ଳଜାନଯୁକ୍ତ ଲାଲରକ୍ତ କଣିକାକୁ ଗଚ୍ଛିତ କରି ରଖିଥାଏ। ଏକ ପ୍ରକାର ଷ୍ଟୋର ରୁମ୍ କହିପାରିବେ। ଆଚ୍ଛା, ତେବେ ସେମାନେ ପାଣି ଭିତରକୁ ଗଲେ କ'ଣ ହୁଏ? ଯେତେବେଳେ ଏହି ଲୋକମାନେ ପାଣି ଭିତରେ ବୁଡ଼ ମାରନ୍ତି, ସେମାନଙ୍କର ସେହି ବିଶାଳ ପ୍ଲିହା ସଂକୁଚିତ ହୋଇଯାଏ ଆଉ ଶରୀର ଭିତରକୁ ଏକ ପ୍ରକାର ଅମ୍ଳଜାନର ଇଞ୍ଜେକ୍ସନ୍ ଦେଲା ଭଳି ଅଧିକ ରକ୍ତ ଛାଡ଼େ। ଓହୋ, ମାନେ ଏହା ଗୋଟିଏ ପ୍ରକାର ବାୟୋଲୋଜିକାଲ ସ୍କୁବା ଟ୍ୟାଙ୍କ ଭଳି କାମ କରୁଛି। ଏକଦମ ଠିକ୍ ଧରିଛନ୍ତି। ଏହି ପ୍ରାକୃତିକ ସ୍କୁବା ଟ୍ୟାଙ୍କ ହିଁ ସେମାନଙ୍କୁ 13 ମିନିଟ୍ ପର୍ଯ୍ୟନ୍ତ ପାଣି ଭିତରେ ଜୀବିତ ରଖିପାରେ। ଏହା ପ୍ରମାଣ କରେ ଯେ ଆମେ ମଣିଷ ପ୍ରଜାତି କେବଳ ଟେକ୍ନୋଲୋଜି ଉପରେ ନିର୍ଭର ନ କରି ଚରମ ପରିବେଶ ସହ ଖାପ ଖୁଆଇବା ପାଇଁ ନିଜ ଶରୀରକୁ ଜୈବିକ ସ୍ତରରେ ମଧ୍ୟ ବଦଳାଇ ପାରୁଛୁ। ପ୍ରକୃତି ଆମ ସହ ମିଶି କାମ କରୁଛି। ବାପରେ, ଏହା ପ୍ରକୃତିରେ ଅବିଶ୍ୱାସନୀୟ। ମାନେ ଗୋଟିଏ ପଟେ ଆମେ ମହାକାଶର ଶୂନ୍ୟତାରେ ରହିବା ପାଇଁ ଲେହରେ ମେସିନ୍ ସହ ଟ୍ରେନିଂ ନେଉଛୁ, ଆଉ ଅନ୍ୟପଟେ ପ୍ରକୃତି ଆମ ଶରୀର ଭିତରେ ସ୍କୁବା ଟ୍ୟାଙ୍କ ଫିଟ୍ କରିଦେଉଛି। ଏହା ହିଁ ତ ମାନବ ବିବର୍ତ୍ତନର ସୌନ୍ଦର୍ଯ୍ୟ। ତେବେ ଆମ ଆଲୋଚନାର ଶେଷ ପର୍ଯ୍ୟାୟରେ ଏବେ ଆମେ ପହଞ୍ଚିଗଲୁଣି। ଆମ ଶ୍ରୋତାମାନେ ଏତେ ସବୁ ତତ୍ତ୍ୱରୁ ପ୍ରକୃତିରେ କ'ଣ ବୁଝିବେ? ଆମେ ଯେତେବେଳେ ସକାଳେ ଖବରକାଗଜ ଖୋଲୁଛୁ, ଆମେ ଖାଲି ଭିନ୍ନ ଭିନ୍ନ ଖବର ପଢ଼ୁଛୁ। ସେଗୁଡ଼ିକ ଭିତରେ ଥିବା ସମ୍ପର୍କକୁ ଆମେ ଦେଖିପାରୁନୁ। ହଁ, ଲୋକେ ଭାବନ୍ତି ସବୁ ଖବର ଅଲଗା ଅଲଗା। କିନ୍ତୁ ଆଜି ଆମେ ଦେଖିଲେ ଯେ ସବୁକିଛି କେମିତି ପରସ୍ପର ସହ ଜଡ଼ିତ। ଆମେ ଚନ୍ଦ୍ରର ଅଦୃଶ୍ୟ ପାର୍ଶ୍ୱକୁ ଦେଖିପାରୁଛୁ, କିନ୍ତୁ ନିଜ ଗାଁର ପୋଖରୀରେ ପାଣି ରଖିବାକୁ ସଂଘର୍ଷ କରୁଛୁ। ଆମେ ବର୍ଜ୍ୟବସ୍ତୁରୁ ଘର ତିଆରି କରୁଛୁ, କିନ୍ତୁ ହର୍ମୁଜ ପ୍ରଣାଳୀରେ ଗୋଟିଏ ମିସାଇଲ୍ ମାର ସାରା ଦୁନିଆକୁ ଅଟକାଇ ଦେଉଛି। ଏହି ବୃହତ୍ ଚିତ୍ରକୁ ବୁଝିଲେ ବୋଧହୁଏ ଆମେ ଆମର ଦୈନନ୍ଦିନ ସମସ୍ୟାକୁ ଟିକେ ଭଲ ଭାବରେ ସାମ୍ନା କରିପାରିବା, ନା କ'ଣ କହୁଛନ୍ତି? ନିଶ୍ଚିତ ଭାବରେ ଆଜ୍ଞା। ଏହି ବୃହତ୍ ଚିତ୍ର ଆମକୁ ଏକା ସାଙ୍ଗରେ ଗର୍ବିତ ଏବଂ ନମ୍ର କରିଥାଏ। ଗର୍ବିତ ଆଉ ନମ୍ର, ସେଟା କେମିତି? ଗର୍ବ ଏଥିପାଇଁ ଯେ ଆମେ ବିପର୍ଯ୍ୟୟକୁ ସାମ୍ନା କରିବାରେ କେତେ ସକ୍ଷମ, ଯେମିତିକି ଆମର ବାୟୋଡାଇଭର୍ସ କିମ୍ବା କଳ୍ପାକମ୍ର ବୈଜ୍ଞାନିକମାନେ। ଆଉ ନମ୍ର ଏଥିପାଇଁ ଯେ ଆମେ ଏହି ବିଶାଳ ପ୍ରକୃତିର ନିୟମ ଆଉ ବିଶ୍ୱବ୍ୟାପୀ ଭୂ-ରାଜନୀତି ଆଗରେ କେତେ ଛୋଟ। ଆମେ ଯେତେ ଟେକ୍ନୋଲୋଜି ବାହାର କଲେ ବି ଗୋଟିଏ ତୈଳ ସଙ୍କଟ ଆମକୁ ଦୋହଲାଇ ଦେଇପାରେ। ଖୁବ୍ ସୁନ୍ଦର କଥା କହିଲେ ଆପଣ। ଏବଂ ଆଜିର ଏହି ଆଲୋଚନାକୁ ଶେଷ କରିବା ପୂର୍ବରୁ ମୋ ମନରେ ଗୋଟିଏ ଚିନ୍ତା ବାରମ୍ବାର ଆସୁଛି, ଯାହା ମୁଁ ଆମ ଶ୍ରୋତାମାନଙ୍କ ପାଇଁ ଛାଡ଼ିଦେବାକୁ ଚାହେଁ। ଆମେ ଦେଖିଲେ ଯେ ମନୁଷ୍ୟର ଶରୀର ପାଣି ଭିତରେ ବଞ୍ଚିବା ପାଇଁ ଜେନେଟିକ୍ ଭାବରେ ବଦଳି ପାରୁଛି। ଆମ ଟେକ୍ନୋଲୋଜି ଚନ୍ଦ୍ରପୃଷ୍ଠକୁ ପୁଣି ଥରେ ଯାଇପାରୁଛି, ଆଉ ଆବର୍ଜନାରୁ ମଜବୁତ ଘର ମଧ୍ୟ ତିଆରି କରିପାରୁଛି। ଆଜ୍ଞା ହଁ। ତେବେ ମଣିଷର ସବୁଠାରୁ ବଡ଼ ପରୀକ୍ଷା ଆଉ ବୈଷୟିକ କିମ୍ବା ଶାରୀରିକ ହୋଇ ରହିନାହିଁ, ବରଂ ଆମର ପରବର୍ତ୍ତୀ ପ୍ରକୃତ ବିବର୍ତ୍ତନ ମାନସିକ ବା ମନସ୍ତାତ୍ତ୍ୱିକ ହେବା ନିହାତି ଆବଶ୍ୟକ। ମାନସିକ ବିବର୍ତ୍ତନ, ସତ କଥା। କାରଣ ଆମ ପାଖରେ ଏବେ ଏତେ ଶକ୍ତିଶାଳୀ ଟେକ୍ନୋଲୋଜି ଓ ଉନ୍ନତ ଆଣବିକ ଶକ୍ତି ଅଛି ଯେ ଯଦି ଆମେ ଆମର ସେହି ପୁରୁଣା ସାମରିକ ଅହଙ୍କାର ଏବଂ ଏହି ଯୁଦ୍ଧ କରିବାର ମାନସିକତାରୁ ଉପରକୁ ନ ଉଠିବା, ତେବେ ସମୁଦ୍ର ତଳେ 13 ମିନିଟ୍ କ'ଣ କାହିଁକି 13 ଘଣ୍ଟା ନିଶ୍ୱାସ ରଖିଲେ ମଧ୍ୟ ଆମେ ନିଜକୁ ନିଜ ବିନାଶରୁ ବଞ୍ଚାଇ ପାରିବା ନାହିଁ। ବୋଧହୁଏ ଏବେ ପ୍ରକୃତ ସମୟ ଆସିଛି ନିଜ ମନର ବିବର୍ତ୍ତନ କରିବାର। ଆଜିର ଏହି ଗଭୀର ଆଲୋଚନାରେ ଏତିକି। ଅନ୍ୟ ଏକ ବିଷୟ ସହ ପୁଣି ଭେଟ ହେବ।